ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ଧକ୍କାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ସ୍କୁଲ କାମ ସାରି ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ହାଇୱା ତାଙ୍କ ସ୍କୁଟି ପଛପଟେ ଅତି ଶକ୍ତ ଧକ୍କା ଦେଇଥିଲା। ଫଳରେ ଶିକ୍ଷୟିତ୍ରୀ ଜଣକ ଲହୁଲୁହାଣ ହୋଇ ତଳେ ପଡ଼ିଯିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ନିକଟସ୍ଥ 520 ନମ୍ବର ଜାତୀୟ ରାଜପଥର ମାଇନିଂ ଛକ ନିକଟରେ। ମୃତ ମହିଳାଙ୍କ ନାମ ସୁନିତା ଲୋହାର। ସେ ଭଦ୍ରାସାହିରେ ଥିବା ଶିଶୁ ମନ୍ଦିରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ସ୍କୁଲ କାମ ସାରି ନିଜ ସ୍କୁଟି ଯୋଗେ ଯୋଡ଼ା ବନେଇ କଳା ନିଜ ଘରକୁ ଫେରୁଥିବା ସମୟରେ ଘଟିଥିଲା ଏହିପରି ଦୁର୍ଘଟଣା। ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛନ୍ତି। ତେବେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ତାହାକୁ ନିୟନ୍ତ୍ରଣ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆରୁ ଦୀପକ କୁମାର ନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।